ଆମେ ସମସ୍ତେ ପ୍ରଭୁ ଯୀଶୁଙ୍କୁ ଆଉ ପିତା ଈଶ୍ୱରଙ୍କୁ ଠାରେ ଆମେ ଯିବା। ପ୍ରଭୁ ଆମ ସମସ୍ତଙ୍କୁ ଏହି ପୃଥିବୀରେ ମନୋନୀତ କରିବା ଲୋକମାନଙ୍କର ଏହା ଆମମାନେ ସମସ୍ତେ ପ୍ରଭୁଙ୍କ ଲୋକ ତାହା ହେଲେ ଆମମାନେ ସମସ୍ତେ ପ୍ରାର୍ଥନା କରିବା, ତାଙ୍କର ନାମ ପ୍ରଶଂସା କରିବା। ଆସନ୍ତୁ ଉପସ୍ଥିତ ଥିବା ଭାଇ ଭଉଣୀ ଆଉ ସମସ୍ତେ ଆମେ ପ୍ରାର୍ଥନା କରିବା, ତାପରେ ତାହାଙ୍କର ନାମ ପ୍ରଶଂସା କରିବା। ସ୍ୱର୍ଗଶକ୍ତନ ପିତା ପରମେଶ୍ୱର, ଆଉ ଏ ଛୋଟିଆ ପ୍ରାର୍ଥନା ଆମେ ବାଇବଲ ଶିଖିବା ନିମନ୍ତେ ଆମମାନଙ୍କର ଏ ଛୋଟିଆ ପ୍ରାର୍ଥନା ନିବେଦନ କରୁଛି। ଆମେନ୍। ଆମମାନେ ଦେଖିପାରିବା ତାହାଙ୍କର ଗୀତ ସଂହିତା 24 ତାର 2, 3, 4, 5, 6ରେ ଲେଖା ଅଛି। ଆମମାନେ ପଢ଼ିବା, ତାପରେ ଆଗକୁ ଆମେ ଯିବା। ଏହି ସୁନା ପଦକୁ ଆମେ ମାନେ ବୁଝିବାକୁ ପଡ଼ିବ। ଆସନ୍ତୁ 3 ପଦରେ ଆମେ ପଢ଼ିବା, ତାହେଲେ ଆମମାନେ ଜାଣିବା ଆଉ ପିତା ଈଶ୍ୱର ଆମମାନଙ୍କୁ କେମିତି ଯିବା, କେମିତି ରହିବା, କେମିତି ଲୋକ କେମିତି ବାଛିବେ, ତାହା ଆମେ ଆପଣମାନେ ମଧ୍ୟ ନିଜେ ନିଜେ ଚିନ୍ତା କରନ୍ତୁ। ମୁଁ କେମିତି ଅଛି ସେ ବାଇବଲ ଶୁଣିବା ନିମନ୍ତେ ମୁଁ ପରିବର୍ତ୍ତନ ହୋଇଛି ନା ନାହିଁ? ମୁଁ କେମିତି ଏହି ସଂସାରରେ ଚାଲୁଛି, ତାହା ଆମମାନେ ମନେ ପକାଇବା। ଆଉ ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ତାହାଙ୍କ ବାଟକୁ ନେବା ପାଇଁ ସେ ପ୍ରଭୁ ଆମମାନ ମନୋନୀତ କରିଅଛନ୍ତି। ତାହେଲେ ସମସ୍ତେ ପ୍ରଭୁ ଯୀଶୁଙ୍କର କି ପିତା ଈଶ୍ୱରଙ୍କର ଲୋକ ହୋଇଅଛୁ। ତେଣୁ ଆସନ୍ତୁ ଆମେ ପଢ଼ିବା, ତାହାଙ୍କର ପ୍ରଶଂସା କରିବା। ଆଉ ଆପଣମାନେ ଯଦିଓ ଆଉ ଧୈର୍ଯ୍ୟ ଧରିକି ରୁହନ୍ତୁ, ଆଉ ବାଇବଲ ପଠନ ଏ ସୁନାପଦ ଗୁଡ଼ିକ ଆପଣମାନଙ୍କର ଆତ୍ମାରେ କେମିତି ରହିପାରିବ, ଆଉ ସେ ବାକ୍ୟ ଅନୁଯାୟୀ ଆମେ କେମିତି ଯିବା, ତାହାଙ୍କର ନାମ ଜାଣିଥିବା ଲୋକମାନଙ୍କୁ ମଧ୍ୟ ଶିଖାଇ ପାରିବା। ତାହେଲେ ଆମେ ସମସ୍ତେ ଶୁଣିବା, ତାହେଲେ ଆମେ ଜାଣିପାରିବା। ପ୍ରିୟ ମୋର ଭାଇ ଭଉଣୀ ଆଉ ସମସ୍ତେ ଧୀରସ୍ଥ ରୁହନ୍ତୁ, ମୁଁ ଆପଣମାନଙ୍କୁ କହିବି। ଯେଉଁମାନେ ତୁମ୍ଭର କିଏ ସଦାପ୍ରଭୁଙ୍କର ପର୍ବତ ଆରୋହଣ କରିବ, ସେହି ତାହାଙ୍କର ପବିତ୍ର ସ୍ଥାନରେ ଠିଆ ହେବ। ଯେଉଁମାନେ ସେହି ପର୍ବତ ଗୁଡ଼ିକ ଆମମାନେ ଗୀତ ଦାଉଦ କହୁଅଛନ୍ତି, ଯେଉଁମାନେ ସେହି ପର୍ବତରେ ଠିଆ ହୋଇ